ବାବୁ ଯେ ବର୍ତ୍ତମାନର ପିସିସି ସଭାପତି ତାଙ୍କ ନିର୍ବାଚନ ମଣ୍ଡଳୀରେ ଶୋଚନୀୟ ପରାଜୟ ହେବା ପରେ ତାଙ୍କ ଦଳରୁ ସମାଲୋଚନାର ସରବ୍ୟ ହେବା ପରେ ନିଜକୁ ଏଇ ଆଢୁଆଳରେ ରଖିବା ପାଇଁ ମୁଖ୍ୟ ପ୍ରସଙ୍ଗକୁ ଏଡ଼େଇ ଯିବା ପାଇଁ ଏଭଳି ଅଭିନୟ ଆରମ୍ଭ କରିଛନ୍ତି ଏବଂ ବିରୋଧୀ ଦଳ ଆଡ଼କୁ ନିଶାନା କରୁଛନ୍ତି ଯେ ଆମ ଘରେ ଯୋଉ ବିଶୃଙ୍ଖଳା ହେଉଛି ତାକୁ ବିଜେପି ବାଲା କରିଦେଲେ। ଭାରତୀୟ ଜନତା ପାର୍ଟି ଯଦି ତମ ଘର କଥା ବୁଝୁଛି ତମେ ସେ ଘରର ମୁରବୀ କାହିଁକି ହେଇଛ ଆମେ କଥା ପଚାରିବା କଥା। ନିଜ ଘରର ଖୁଣ୍ଟକୁ ନିଜେ ସମ୍ଭାଳ। ତୁମ ଘର ଖୁଣ୍ଟି ବିଷୟରେ ତମକୁ ଜଣା ଅଛି। ଆଉ ତୁମେ ଯିଏ ଭକ୍ତ ବାବୁ ଆଜି ସଭାପତି ହେଇଛ ବହୁ ଦଳ ବୁଲି ବୁଲିକି ଆସିକିରି ତମ ଟ୍ରାକ୍ ରେକର୍ଡ ତ ଜଣା ଅଛି। ତମ ଦଳ ଲୋକ ସେ ଯୋଗୁଁ ତମକୁ ଭରସା କରୁନାହାନ୍ତି। କାହିଁକି ତମ ନିର୍ବାଚନ ମଣ୍ଡଳୀରେ ପୂର୍ବ ଭୋଟଠୁ ଭୋଟ କମିଗଲା ଏ କଥା କଣ ଲୋକ ପଚାରିବା ଠିକ ନୁହେଁ କି? ତୁମ ସମ୍ପର୍କରେ ଯାହା ଯାହା ତୁମ ଦଳ ଆଲୋଚନା କରୁଛି ଆମ କଥା ନୁହେଁ, ତମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ତମେ ତାକୁ ଦୋଷୀ କରିବା ପାଇଁ ତମେ ତାକୁ ଠିକ ନୁହଁ ବୋଲି କହିବା ପାଇଁ ବିଜେପି ସାଙ୍ଗରେ ଯୋଡୁଛ ଏବଂ ଦୁନିଆ ଯାକା ଯାହା ଘଟଣା ଘଟୁଛି ସବୁ ତ ବିଜେପି କରୁଛି। କଂଗ୍ରେସ ଭଳିଆ 100 ବର୍ଷ ଦଳଟା ବଞ୍ଚିଛି କାହିଁକି?